ଜୋହନ 19:30 ଜୋହନ 19:30 ଆମେ ପାଠ କରିବା। ଜୋହନ 19:30 ହଁ। ସେଥିରେ ଯୀଶୁ ସେହି ଅମୂଲ୍ୟ ପାନ କରି କହିଲେ, ସମାପ୍ତ ହେଲା। ଆଉ ସେ ମସ୍ତିଷ୍କ ଅବନତ କରି ପ୍ରାଣ ତ୍ୟାଗ କଲେ। ପ୍ରଭୁ ଏପଠିତ ବାକ୍ୟରୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବା। ସ୍ୱର୍ଗ ପ୍ରେମିକ ପିତା, ଧନ୍ୟବାଦ କରୁଛୁ, ପ୍ରଶଂସା କରୁଛୁ ବାପା, ଏଇ ପରି ଗଭୀରତମ ବାକ୍ୟ ଆମେ ବୁଝିବା ଅନେକ କଷ୍ଟକର। ପ୍ରଭୁ, ଆମେ ଅଗାଧ ସମୁଦ୍ର ମଧ୍ୟ ଥିବା ପାଣି ଟୁଙ୍ଗେ ଗାଳିଆ ପରି ଆମକୁ ଲାଗେ, କିନ୍ତୁ ରହସ୍ୟ ନିଗୁଡ ତତ୍ତ୍ୱ ଆମେ ବୁଝିବୁ ନାହିଁ। ପ୍ରଭୁ, ତୁମେ ଜ୍ଞାନ ଦିଅ, ବୁଦ୍ଧି ଦିଅ, ଦୟା କର। ବାସ୍ତବ ଆମେ କେମିତି ବୁଝି ଯେପରି ତୁମର ଗୌରବ ମହିମା ପରିବର୍ତ୍ତନ ପାଇଁ ସାହାଯ୍ୟ କର। ଯେତେକ ମୋର ପ୍ରିୟ ଲୋକମାନେ ତୁମରି ବାକ୍ୟ ଶୁଣିବା ପାଇଁ ସବୁ ସମସ୍ତ ଏକ ମନ, ଏକ ପ୍ରାଣ, ଏକ ଚିତ୍ତ କର। କାରଣ ବାକ୍ୟରେ ଶକ୍ତି ଅଛି, ବାକ୍ୟରେ ଜୀବନ ଅଛି, ବାକ୍ୟରେ ଆମେ ନିଜ ଦର୍ପଣ ସ୍ୱରୂପେ ସମସ୍ତେ ସୁଧାରିବାର ଅଛି। ଦୟା ଅନୁଗ୍ରହ କର। এই ସମସ୍ତ ବିଷୟ ତୁମ ସମର୍ପଣ କରି ପ୍ରଭୁ ବାକ୍ୟରେ ଆରମ୍ଭ କରିବା ଅପେକ୍ଷା ଶେଷ କରିବା କେତେ ଉତ୍ତମ ବିଷୟ। ପ୍ରଭୁ ଆଜି ଆମକୁ ଦୟା କର। ତୁମେ ଯେ ପ୍ରଭୁ ଜଗତକୁ ଆସିଲ ସମାପ୍ତ କର, ତାହା କଣ ସମାପ୍ତ କର ତାହା ଆମେ ଆଲୋଚନା ଯିବ। ଦୟା କର, ଆଶୀର୍ବାଦ କର। ତୁମେ ଗୌରବ ମହିମା ପ୍ରଶଂସା କର। ଯୀଶୁ ତୁମ ନାମ ନେଇ ଖ୍ରୀଷ୍ଟ ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆଜି ଆମମାନଙ୍କୁ ପୁନର୍ବାର ଏହି ପ୍ରାତଃ ସମୟରେ ତାହାଙ୍କ ଚନ୍ଦ୍ରକୁ ଯିବା ବାକ୍ୟ ଶୁଣିବା ପାଇଁ ଯେ ଅନୁଗ୍ରହ ଦୟା କରିଛନ୍ତି, ଏହା ତାର ଆଉ କୌଣସି ବଡ ବିଷୟ ନାହିଁ। ତ ଆଜି ଏହି ଦିବସରେ ଅନେକ ଲୋକ ଈଶ୍ୱରଙ୍କ ବାକ୍ୟ ଶୁଣିବା ପାଇଁ, ଅନେକ ଈଶ୍ୱରଙ୍କ ନିକଟରେ ଶରଣାଗତ ହେବା ପାଇଁ ଚାହିଁଥିଲେ ମଧ୍ୟ ସେମାନେ ଦେଖିପାରି ନାହାନ୍ତି। କିନ୍ତୁ ଆମମାନଙ୍କ ଜୀବନ କୌଣସି ଏପରି ଆଶା, ଏହିପରି କୌଣସି ନଥାଏ ଧାର୍ମିକତା, କିନ୍ତୁ ଏହିପରି କୌଣସି ତାଙ୍କର ବାକ୍ୟ, ଶୁଦ୍ଧ ବାକ୍ୟ ଶୁଣିବା ପାଇଁ ଯୋଗ୍ୟତା ନଥିଲେ ମଧ୍ୟ ପ୍ରଭୁ ଆଜି ଆମର କେତେ ଦୟା ଅନୁଗ୍ରହ କରିଛନ୍ତି। କାରଣ ବାସ୍ତବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀକୁ ଆମମାନଙ୍କ ପରି ଅଧର୍ମ ଲୋକମାନଙ୍କ ପାଇଁ, ଆମମାନଙ୍କୁ ପାପୀ ମାନଙ୍କ ପାଇଁ ସେ ଜଗତକୁ ଆସିଥିଲେ ଧାର୍ମିକ ଗଣିତ ଏବଂ ଆମମାନଙ୍କୁ ପୁଣ୍ୟ କରିବା ପାଇଁ ଆସିଥିଲେ। ଏଇ ସ୍ଥାନ ଆମେ ଦେଖିପାରୁଛୁ ଯୀଶୁ ଖ୍ରୀଷ୍ଟଙ୍କର ଖ୍ରୀଷ୍ଟାତ୍ମିକ ମଧ୍ୟରେ ଯେଉଁ 7ଟା ବାଣୀ ବା 7ଟି କଥା ସେ କହୁଛନ୍ତି, ଆଜି ଆମେ ଏଇ 7ଟି ବାଣୀ ମଧ୍ୟରୁ ଆମେ ଦେଖିପାରୁଛୁ ଯାହାକି ତାର 6 ନମ୍ବର ବାଣୀ। ମୋର ପ୍ରିୟ ମାନେ, এই ସମୟରେ ଯୀଶୁ এই ଈଶ୍ୱରଙ୍କ ବାକ୍ୟ ଲେଖାଯାଇଛି, ସେଥିରେ ଯୀଶୁ সেই ଅମୃତ ପାନ କରି କହିଲେ ସମାପ୍ତ ହେଲା। ମୋର ପ୍ରିୟ ମାନେ, ତା ପୂର୍ବ ଆମେ ଦେଖିପାରୁଛୁ ମତେ ତୃଷା ଲାଗୁଅଛି। ଯୀଶୁଙ୍କ ମଧ୍ୟ 2ଟା ତୃଷା, ଯୋଉ ବିନଷ୍ଟାତ୍ମା ମାନଙ୍କ ପାଇଁ ତୃଷା ଏବଂ ଯୋଉ ଜାଗତିକ ହିସାବରେ ଶାରୀରିକ ତୃଷା। ମୋର ପ୍ରିୟ ମାନେ, ଯୀଶୁ ଖ୍ରୀଷ୍ଟ 40 କିମ୍ବା 40 ରାତ୍ର ଯେତେବେଳେ ସେ ଯେ ଉପବାସରେ ରହିଥିଲେ, ସେଇ ସମୟରେ ଅନେକ ତାକୁ ପରୀକ୍ଷା ଆସିଥିଲା, ତଥାପି ପ୍ରଭୁଙ୍କୁ ଏତେ ତୃଷା ନଥିଲା। କିନ୍ତୁ ମୋର ପ୍ରିୟ ମାନେ, ଆଜି ଆମେ ଦେଖିପାରୁଛୁ এই সমস্ত খালি ব্যস্ত এই তিক্ততা পানি, অমৃত পানি পিওয়া পরে প্রভু যীশু খ্রিস্ট সমস্ত বিশ্ব সমাপ্ত ହେଲା ବୋଲି ଲେଖିଲେ। ସମାପ୍ତ ମାନେ ଶେଷ ହେଲା।
ଶେଷ ହେଲା ମୋର ପ୍ରିୟମାନେ, ଆମେ ଦେଖିପାରୁଛୁ ଗୋଟେ ଗୀତ ଅଛି, ଶେଷ ହେଲା ବଳିଦାନ ପାପିତ ପାଇଁ, ଜଣେ ଗୀତ ଗାଇଥିଲେ, ଶେଷ ହେଲା ବଳିଦାନ ପାପିତ ପାଇଁ, ପାପିତ ପାଇଁ। ମୋର ପ୍ରିୟମାନେ, ଏହି ସ୍ଥାନ ଗୀତ ରଚକ ଲେଖିଲେ, ଶେଷ ହେଲା, ସମାପ୍ତ ହେଲା। କଣ ସମାପ୍ତ କରୁଛନ୍ତି ତାହା ଆମେ ଦେଖିବା। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯାହାକି ପୁରାତନ ନିୟମରେ ଥିଲା, ବର୍ଷକୁ ବର୍ଷ ସେମାନେ ବଳିଦାନ କରୁଥିଲେ, ପ୍ରତି ବର୍ଷ ସେମାନେ ବଳିଦାନ କରୁଥିଲେ। ଯାହାକି ପାପତାକ ବଳି ବିଷୟରେ ଆମେ ଦେଖିବା 4ଟି ପ୍ରକାର ବଳିଦାନ ଅଛି। ସେଇ 4 ଲେଭ୍ୟ ପୁସ୍ତକ 4 ଅଧ୍ୟାୟ ସମ୍ପୂର୍ଣ୍ଣ କାଣ୍ଡ ଲେଖା ହେଇଛି। ଯାଜକ ମାନଙ୍କର ବଳିଦାନ, ସର୍ବସାଧାରଣ ବଳିଦାନ, ଅଧ୍ୟକ୍ଷ ମାନଙ୍କର ବଳିଦାନ। ମୋର ପ୍ରିୟମାନେ, 4ଟି ବିଷୟ ଉପରେ ବଳିଦାନ, ପାପାତ୍ମକ ବଳିଦାନ ଥିଲା। କିନ୍ତୁ ସେମାନେ ବର୍ଷକୁ ଥରେ ତାହା ବଳିଦାନ କରୁଥିଲେ, ବର୍ଷକୁ ଥରେ। କାରଣ ଯୋଉ ବର୍ଷକୁ ଥରେ ବଳିଦାନ କରିବେ, ସେମାନେ ଯାହା ପାପ କଲେ, ଯାହା କଲେ ମଧ୍ୟ ଆଉ ବର୍ଷ ଆସିବ, ଆଉ ନିହାତି ସେ ପାପାତ୍ମକ ବଳି କରିଥିଲେ। ଏଣୁ ସେମାନେ ବଳିଦାନ କରୁଥିଲେ ମଧ୍ୟ, ଆଉ ବର୍ଷକୁ ଅପେକ୍ଷା କରୁଥିଲେ ଆଉ ବଳିଦାନ କରିବା ପାଇଁ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୋଉ ବଳିଦାନ କଲେ, ଆଉ ଏହା ବର୍ଷକ ପାଇଁ ନୁହେଁ, 2 ବର୍ଷ ପାଇଁ ନୁହେଁ, 10 ବର୍ଷ ପାଇଁ ନୁହେଁ, କିନ୍ତୁ ଚିର କାଳ ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାହା ବଳିଦାନ କରିଛନ୍ତି। ଏଣୁ ଯୋଉ ବଳିଦାନରେ, ଯୋଉ ରକ୍ତରେ ପୁଣ୍ୟ ଥିଲା, ଯୋଉ ରକ୍ତରେ ପାପ କ୍ଷମା ଥିଲା, ଯୋଉ ରକ୍ତରେ ଧାର୍ମିକ ଗଞ୍ଜବାର ଥିଲା, ଯୋଉ ରକ୍ତରେ ଅନନ୍ତ ଜୀବନ ଅଧିକାର ଥିଲା ପାପୀ ମାନଙ୍କ ନିମନ୍ତେ, ଅଧାର୍ମିକ ମାନଙ୍କ ନିମନ୍ତେ, ତାହା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଚିର କାଳ ପାଇଁ ଯୋଉ କାର୍ଯ୍ୟ ସାଧନ କରିଛନ୍ତି, ଚିର କାଳ ପାଇଁ ସେ ନିଜକୁ ସମର୍ପଣ କରିଛନ୍ତି, ଏହା କହୁଛନ୍ତି ସମାପ୍ତ ହେଲା। ମାନେ ଆଉ ଥରେ ବଳିଦାନ କରିବେ ନାହିଁ, ଆଉ ପ୍ରଭୁ ବଳିକୃତ କରିବେ ନାହିଁ। ଯାହା ଥିଲା ଚିର କାଳ ପାଇଁ, ସବୁଦିନ ପାଇଁ ଯୋଉ ବଳିଦାନ, ତାହା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମାପ୍ତ ହେଲା ବୋଲି କହିଛନ୍ତି। ମୋର ପ୍ରିୟମାନେ, ଆଉ କୌଣସି ବଳିଦାନ ନାହିଁ, ଆଉ କୌଣସି ପାପ କ୍ଷମା ପାଇଁ, ଆଉ କୌଣସି ରକ୍ତ, କୌଣସି ମଣିଷର ରକ୍ତ ବା କୌଣସି କାହାର ନିଜର ରକ୍ତ କି କୌଣସି ଆବଶ୍ୟକ ନାହିଁ। ତେଣୁ ଯୋଉ ରକ୍ତ ଆବଶ୍ୟକତା ଥିଲା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ରକ୍ତ, ସେହି ରକ୍ତ ଆଜି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମାପ୍ତ କରିଛନ୍ତି, ବଳିଦାନ ଦେଇ ସେ ସମାପ୍ତ କରିଛନ୍ତି। ତେଣୁ ଯୀଶୁ ଏକଥା କହିଲେ, ସମାପ୍ତ ହେଲା, ମାନେ ଶେଷ ହୋଇଯାଇଛି। ମୋର ପ୍ରିୟମାନେ, ପିଲାମାନେ, ଏବେ ପୁସ୍ତକ ଆମେ ଯିବା, ତାହା ଆମେ ଜାଣିପାରିବା। ଏବେ ପୁସ୍ତକ ପ୍ରଭୁ ଆମକୁ ଚିର କାଳ ପାଇଁ ସେ ଉତ୍ସର୍ଗୀକୃତ କଲେ, ତାହା ଲେଖାଯାଇଛି। ଆସନ୍ତୁ, ଏବେ ପୁସ୍ତକ 10 ଅଧ୍ୟାୟ ତାର 14 ପଦ ଲେଖାଯାଏ। କାରଣ କେବଳ ଏକ ବଳି ଉତ୍ସର୍ଗ ଦ୍ୱାରା ସେ ପବିତ୍ରକୃତ ହେଉଥିବା ଲୋକମାନଙ୍କୁ ଚିର କାଳ ପାଇଁ ସିଦ୍ଧ କରିଅଛନ୍ତି। ହାଲେଲୁୟା। ମୋର ପ୍ରିୟମାନେ, ଆମେ ଦେଖିପାରୁଛୁ, ମାନେ ଚିର କାଳ ଯାହା ପ୍ରଭୁ ଯୀଶୁ ବଳିଦାନ କରିଛନ୍ତି, ସେଟା ମାସକ ପାଇଁ ନୁହେଁ, କି ବର୍ଷକ ପାଇଁ ନୁହେଁ, କି 10 ବର୍ଷ 20 ବର୍ଷ ପାଇଁ ନୁହେଁ, କିନ୍ତୁ ଚିର କାଳ, ଅନନ୍ତ କାଳ ପାଇଁ, ଅନନ୍ତ ଜୀବନ ଦେବା ପାଇଁ, ଅନନ୍ତ କାଳ ପାଇଁ ପ୍ରଭୁ ଯୀଶୁ ଯୋଉ ବଳିଦାନ କରିଛନ୍ତି, ତାହା ଏହି ସ୍ଥାନରେ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ସମାପ୍ତ ହେଲା। ଯାହା ସେ କରିବାର ଥିଲା, ଯାହା ପିତାଙ୍କ ଇଚ୍ଛା ମାନିବାର ଥିଲା, ତାହା ସମ୍ପୂର୍ଣ୍ଣ ଏହି କ୍ରୁଶାସିତ ହେବା ଦ୍ୱାରା, ଏହି ରକ୍ତ ବଳିଦାନ କରିବା ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଚିର କାଳ ପାଇଁ ଯୋଉ ସମାପ୍ତ କଲେ, ଆମମାନଙ୍କର ପାପ ଉଦ୍ଦେଶ୍ୟରେ
ଆମମାନଙ୍କର ଧାର୍ମିକ ଉଦ୍ଦେଶ୍ୟ ପାପର ପରିତ୍ରାଣ ଉଦ୍ଦେଶ୍ୟରେ ଧାର୍ମିକତା ଦେବା ଉଦ୍ଦେଶ୍ୟରେ ଯୋଉ ଚିରକାଳ ପାଇଁ ଯୋଉ ବୈକୃତ ହେଲେ ଉତ୍ସର୍ଗୀକୃତ ହେଲେ ତାହା ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ପିତାଙ୍କ ନିକଟରେ ସମାପ୍ତ ହେଲା। ଏବଂ ଜଗତ ମଧ୍ୟରେ ମଧ୍ୟ ସେ ପ୍ରକାଶ କଲେ ଯାହା କରିବାର ମୋର ଆସିବାର ଥିଲା ତାହା ମୁଁ ସମାପ୍ତ କରିଅଛି। କିନ୍ତୁ ଏହା ମୋର ପ୍ରିୟମାନେ এই স্থান আমি ଦେଖିପାରୁଛୁ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ସେ ଯାହା ଆରମ୍ଭ କରିଥିଲେ ତାହା ଶେଷ କରିବା ଯେ ଉତ୍ତମ। ଏହା ଅନେକ ଦୁଃଖ ଅନେକ କଷ୍ଟ ଅନେକ ଯନ୍ତ୍ରଣା ଅନେକ ଦେଇ ସବୁ କିପରି ଏହି କାର୍ଯ୍ୟକୁ ସମାପ୍ତ କରିଛି। ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଲେ ଯାହା କରୁଥିଲେ ଉତ୍ତମ କାର୍ଯ୍ୟ, ଯାହା କରୁଥିଲେ ମଙ୍ଗଳ କାର୍ଯ୍ୟ, ଯାହା କରୁଥିଲେ ଲୋକଙ୍କ ଶାନ୍ତିର କାର୍ଯ୍ୟ, ତଥାପି ମନୁଷ୍ୟ ଚିହ୍ନି ପାରୁନଥିଲା। ତଥାପି ମନୁଷ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣି ପାରୁନଥିଲେ। ହଁ, କୃଷାର୍ପିତ ହେବା ସମୟ ମଧ୍ୟ ଲୋକେ ଜାଣିପାରିଲେ ନାହିଁ। ମୋର ପ୍ରିୟମାନେ, ତେଣୁ ଯେତେବେଳେ ଆମେ ଦେଖିପାରୁଛୁ ସେଥିପାଇଁ ତ ଅନେକ କୃଷାର୍ପିତ ହେବା ପର୍ଯ୍ୟନ୍ତ କୃଷାର୍ପିତ ମଧ୍ୟରେ କୃଷାର୍ପିତ କରି ମଧ୍ୟ ଅନେକ ଲୋକ ନିନ୍ଦା କଲେ, ଅପମାନ କଲେ, ତୁଚ୍ଛ କଲେ। ନିଜକୁ ରକ୍ଷା କର, ଆମକୁ ରକ୍ଷା କରିବେନି। ଆମେ ବିଶ୍କର୍ମ ବ୍ୟକ୍ତିମାନେ ଯୀଶୁଙ୍କ ସହିତ କୃଷାର୍ପିତ ହେବା ସମୟ ନିନ୍ଦା ଅପମାନ କରୁଛନ୍ତି। ଆଉ ଅନେକ ସାଧାରଣ ମଧ୍ୟ ଅପମାନ କରୁଛନ୍ତି। ତଥାପି ଯୀଶୁଙ୍କ ଯୋଉ କାର୍ଯ୍ୟ ଅଛି ସେ ତାହା କାର୍ଯ୍ୟ କରିବାର ଅଛି। ତେଣୁ ଯୀଶୁ ନୀରବରେ ରହି ଅତି ଉତ୍ତମ ସାତଟା ବାଣୀ କହିଛନ୍ତି। ପ୍ରଥମ ବାଣୀ କହିଥିଲେ ମନୁଷ୍ୟ ମାନଙ୍କ ନିମନ୍ତେ ପିତା ଏମାନେ କଣ କରନ୍ତି ଜାଣନ୍ତି ନାହିଁ, ଏମାନଙ୍କୁ କ୍ଷମା କର। କାରଣ ଯୀଶୁଙ୍କ କାର୍ଯ୍ୟ ଯେ ସମାପ୍ତ କରିବାକୁ ସେ ଯାଉଛନ୍ତି। ଯୀଶୁଙ୍କ କାର୍ଯ୍ୟ ଯୋଉ ଲକ୍ଷ୍ୟ ନେଇ ଜଗତକୁ ଆସିଥିଲେ ତାହା କରିବା ନିମନ୍ତେ, ସମାପ୍ତ ହେବା ନିମନ୍ତେ, ଶେଷ କରିବା ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କର ଲକ୍ଷ୍ୟ ଥିଲା। ତେଣୁ ମୋର ପ୍ରିୟମାନେ, ପ୍ରଥମେ କ୍ରୁଶରେ ଟଙ୍ଗା ଯାଉ ଯାଉ ଯୀଶୁଖ୍ରୀଷ୍ଟ ପିତାଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ପିତା ତୁମେ ମତେ ରକ୍ଷା କର କରୁନାହାନ୍ତି, କିନ୍ତୁ ପିତା ଏମାନେ କଣ କରନ୍ତି ଜାଣନ୍ତି ନାହିଁ, ଏମାନଙ୍କୁ କ୍ଷମା କର। ତେଣୁ ମୋ ପ୍ରିୟମାନେ, ଆଉ ଦ୍ୱିତୀୟ ବାଣୀରେ ଯେ ଯୀଶୁଖ୍ରୀଷ୍ଟ ପାପୀ ମନୁଷ୍ୟ କିପରି ପାରଦୀଶରେ ବା ବାସ୍ତବରେ ଆଉ ଈଶ୍ୱରଙ୍କ ରାଜ୍ୟ ଯିବା ବିଶ୍ରାମ ସ୍ଥାନକୁ ଯିବେ ତାହା ମଧ୍ୟ ପ୍ରମାଣିତ କରିଦେଲେ ଏବଂ କହିଲେ ଆଜି ତୁମେ ମୋ ସହିତ ପାରଦୀଶରେ ଉପସ୍ଥିତ ହେବ। ତେଣୁ ପ୍ରିୟମାନେ, ଆଉ ଯୀଶୁ ତୃତୀୟରେ ଯୀଶୁ କିଏ ଅଟନ୍ତି? ସେ ଜଗତର ପୁତ୍ର ନା ଈଶ୍ୱରଙ୍କ ପୁତ୍ର ତାହା ମଧ୍ୟ ସେ ପ୍ରମାଣ କରି ନିଜ ଭାଇମାନଙ୍କୁ ମରିୟମକୁ ଏ କଥା କହିଥିଲେ। କାରଣ ଯୀଶୁଖ୍ରୀଷ୍ଟଙ୍କ କାର୍ଯ୍ୟ ଯେ ମୁଖ୍ୟ ବିଷୟ ବଳିଦାନର ସମାପ୍ତ, ଆମେ ତାହା ଜାଣିପାରୁଛୁ। ତେଣୁ ଏଇଗୁଡାକ ସାତଟା ବାଣୀ ମଧ୍ୟରେ ସମସ୍ତ କ୍ରୁଶରେ ଥାଇ ମଧ୍ୟ ମଙ୍ଗଳଜନକ ସବୁ ଦେଖାଇଛନ୍ତି। କିନ୍ତୁ ଚତୁର୍ଥ ବାଣୀରେ ସେ ପିତାଙ୍କ ନିକଟରେ ପିତା ବୋଲି ଈଶ୍ୱର ବୋଲି ସମାଧାନ କରିଛନ୍ତି। କାରଣ ପିତା ହଉଛି ସଦାବେଳେ ନିକଟବର୍ତ୍ତୀ, କିନ୍ତୁ ଈଶ୍ୱର ବୋଲି ଏ ସ୍ଥାନରେ ଘୋଷଣା କରିଛନ୍ତି। ଯାହାକି ଆମେ ଦେଖିପାରୁଛୁ, ହେ ଈଶ୍ୱର ମହା ଈଶ୍ୱର କାହିଁକି ମତେ ପରୀକ୍ଷା କଲ? ମୋର ପ୍ରିୟମାନେ, କିଛି ସମୟ ପରୀକ୍ଷା କରିବା ଅର୍ଥ ଯୀଶୁ ଖ୍ରୀଷ୍ଟ ସମଗ୍ର ଜଗତର ପାପ ବହି କ୍ରୁଶରେ ସେ ସମସ୍ତ ବିଷୟ ପାପ ବହି ତାଙ୍କ ଜୀବନ ଅନ୍ଧକାର ହୋଇଅଛି। ଯାହାକି ଆମେ ଦେଖିପାରୁଛୁ 12 ଘଣ୍ଟାରୁ 3 ଘଣ୍ଟା ପର୍ଯ୍ୟନ୍ତ ଅନ୍ଧକାର ଦେଖି। ମୋର ପ୍ରିୟମାନେ, ମାଥ୍ୟୁ, ମାର୍କ, ଲୁକ, ଜହନ ଇତ୍ୟାଦି ସୁସମାଚାର ମୁଁ ଯାହାକି ଗତ ଦିନ ମୁଁ କହିଥିଲି, ଆପଣ ପାଠ କରିବେ, ଆପଣ ଜାଣିପାରିବେ ସେଇଟା ସମସ୍ତ ଯୀଶୁଖ୍ରୀଷ୍ଟଙ୍କର କାର୍ଯ୍ୟ ଜୀବନ ଶୈଳୀ କେମିତି କାର୍ଯ୍ୟ କରିଛନ୍ତି ତାହା ଆମେ ଜାଣିପାରୁଛୁ। ଏବଂ ଅନେକ 5ରେ କହିଲେ ମତେ ତୃଷା ଲାଗୁଅଛି। ମୋର ପ୍ରିୟମାନେ,
ହଁ ତାକୁ ଶେଷ ପର୍ଯ୍ୟନ୍ତ ଶାରୀରିକ ତୃଷା ଆତ୍ମିକ ତୃଷା ଦୁଇଟା ପ୍ରଭୁ ଅନୁଭବ କରିପାରୁଛନ୍ତି। ମାନେ କାରଣ ଆମେ ଜାଣିପାରୁଛୁ କେତେ ତୃଷା, ସେ ଜନତାକୁ ଦେଖୁଛନ୍ତି ତୃଷା ଲାଗୁଛି ମାନେ ପ୍ରଭୁ କିପରି ଉଦ୍ଧାର ପାଇବେ, କିପରି ସେମାନେ ପରିତ୍ରାଣ ପାଇବେ, ମୁଁ ଏ କାର୍ଯ୍ୟ ସମାପ୍ତ କରୁଅଛି ପ୍ରଭୁ। ତେଣୁ ସେ କହୁଛନ୍ତି ନିଜର ବଳିଦାନ ସମାପ୍ତ ହେଲା, ଶେଷ ହେଲା। ତେଣୁ ମୋର ପ୍ରିୟମାନେ, ଯାହା ଆମେ ଦେଖିପାରୁଛୁ ଈଶ୍ୱର କାର୍ଯ୍ୟ, ପରିତ୍ରାଣର କାର୍ଯ୍ୟ, ଧାର୍ମିକତାର କାର୍ଯ୍ୟ, ସବୁ ଅଭିଶାପର ମୁକ୍ତର କାର୍ଯ୍ୟ ପ୍ରଭୁ ସମସ୍ତ ବିଷୟ ସମାପ୍ତ କରିଛନ୍ତି। କେବଳ ଆଜି ସେଇ ପ୍ୟାକେଜ ସେ ବନାଇକିରି ପ୍ରଭୁ ସମସ୍ତ କାର୍ଯ୍ୟ ସମାପ୍ତ କରିଛନ୍ତି। କେବଳ ଆଜି ଯୋଉ ପ୍ୟାକେଜ ବନାଇଲେ ସେ ପ୍ୟାକେଜ ମନୁଷ୍ୟ ବିଶ୍ୱାସରେ ଗ୍ରହଣ କରିବା ଦ୍ୱାରା ତାହା ଯୋଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମାପ୍ତ କରିଛନ୍ତି ଆପଣ ମୋ ପାଇଁ ପାପ କ୍ଷମାର କାର୍ଯ୍ୟ, ଅଭିଶାପ ମୁକ୍ତିର କାର୍ଯ୍ୟ, ଅନନ୍ତ ଜୀବନର କାର୍ଯ୍ୟ, ତାହା ଆମମାନେ କେବଳ ଗ୍ରହଣ କରିବା, ବିଶ୍ୱାସରେ ଗ୍ରହଣ କରିବା ଦ୍ୱାରା ଆଜି ସେ ପ୍ୟାକେଜକୁ ଆମେ ସାର୍ଥକ ହେବା। ଏଣୁ ତ ମୁଁ କାଲି କହୁଥିଲି ପ୍ରଥମ କଥା 1:18 ମାନେ ସେଇ ପ୍ରଥମ କଥା 1:18 ଟିକେ ପଢନ୍ତୁ। ସେଇ ସାଙ୍ଗ ଲେଖାଇଛି ଯୀଶୁଖ୍ରୀଷ୍ଟଙ୍କ କୁଶାଚିତ ମୂଲ୍ୟହୀନ ନଥିଲା, ମଧ୍ୟ ଅତି ମୂଲ୍ୟ, ବହୁ ମୂଲ୍ୟ, ଯାହାକି କିଏ ମଣିଷ ତାହା ଜଗତ ତାହା ଦେଇ ନପାରେ, କିନ୍ତୁ ଯୀଶୁଖ୍ରୀଷ୍ଟ କାଲବରୀ କ୍ରୁଶରେ ତାହା ଦେଇ ସମାପ୍ତ କରିଛନ୍ତି। ଆସନ୍ତୁ ଆମେ ପଢିବା ପ୍ରଥମ କଥା 1:18। କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶରେ ତଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମମାନଙ୍କ ପ୍ରତି ତାହା ଈଶ୍ୱରଙ୍କର ଶକ୍ତି ଅଟେ। ମୋର ପ୍ରିୟମାନେ, ଏହି ଜଗତରେ ଯେତେ ଶକ୍ତି ଅଛି, କିନ୍ତୁ ମରଣ ସମ୍ମୁଖରେ ଠିଆ ହେଲେ କୌଣସି ଶକ୍ତି କାମ ଦେବ ନାହିଁ। ତେଣୁ ଆଜି କେବଳ ଏଇ କ୍ରୁଶ ଯୋଉ ସମାପ୍ତ ହେଇଛି, ଏହା ବିନାଶ ପ୍ରାପ୍ତ ହେଇଥିବା ଲୋକମାନଙ୍କ ପାଇଁ ଏହା ଗୋଟେ ମୂର୍ଖତା ହୋଇପାରେ, ଅଜ୍ଞାନତା ହୋଇପାରେ, କିନ୍ତୁ ଯେଉଁମାନେ ପରିତ୍ରାଣ ପାଆନ୍ତି ଯୀଶୁଙ୍କ ଠାରେ ବିଶ୍ୱାସ କରି ଗ୍ରହଣ କରିଛନ୍ତି, ସେମାନଙ୍କ ପାଇଁ ମୃତ୍ୟୁ ଠାରୁ ଏହି ମହାନ ଶକ୍ତି ଅଟେ। ତାକୁ ମୃତ୍ୟୁ ଆସ୍ପାଦନ କରିପାରେ ନାହିଁ। ଏ ମୃତ୍ୟୁ କୋଉ ମୃତ୍ୟୁ? ଅନନ୍ତ ମୃତ୍ୟୁ। ମୋର ପ୍ରିୟ ନାହିଁ, କାରଣ ହୁଏତ ହୋଇପାରେ ଆଜି ଜଗତରେ ଅନେକ ଲୋକେ ବିନାଶ ପ୍ରାପ୍ତ ହୋଇଥିବା ଲୋକମାନଙ୍କ ପାଇଁ ମୂର୍ଖତା, ଅଜ୍ଞାନତା, କିନ୍ତୁ ଯୀଶୁଙ୍କ କ୍ରୁଶ ସାଧାରଣ କ୍ରୁଶ ନଥିଲା, ତାଙ୍କର ବହୁ ମୂଲ୍ୟ ଆମମାନଙ୍କ ପାଇଁ ଅଟେ। ଆଉ ଆମମାନଙ୍କ ପାଇଁ ତା ପରିତ୍ରାଣର କାର୍ଯ୍ୟ ସାଧନ କଲେ, ଯାହାକି ବିନା ପରିତ୍ରାଣରେ ଆମେ ସ୍ୱର୍ଗକୁ ଯାଇପାରିବା ନାହିଁ। ବିନା ପରିତ୍ରାଣରେ ଆମେ କୌଣସି ସେ ଜାଗାକୁ ଆମେ କେବେ ଯାଇପାର ଅନନ୍ତ ଜୀବନ ପାଇପାରିବା ନାହିଁ। ମୋର ପ୍ରିୟମାନେ, ଯୀଶୁ ଖ୍ରୀଷ୍ଟ ଅନନ୍ତ ଜୀବନର ଅଧିକାର ପାଇଁ, ଯୀଶୁ ଖ୍ରୀଷ୍ଟ ପରିତ୍ରାଣ ସାଧନ କରିବା ପାଇଁ, ଯୀଶୁ ଖ୍ରୀଷ୍ଟ ଅଭିଶାପରୁ ମୁକ୍ତି କରିବା ପାଇଁ ସେ ସମସ୍ତ କାର୍ଯ୍ୟ କାଲବରୀ କ୍ରୁଶରେ ସମାପ୍ତ କରିଛନ୍ତି। କିନ୍ତୁ ଆମ ଏ ଜଗତର କାର୍ଯ୍ୟ ସମସ୍ତ ବିଷୟ ଯୀଶୁ ଖ୍ରୀଷ୍ଟ ସମାପ୍ତ କରିଲେଣି। ସେ କହିଲେ ସମାପ୍ତ ହେଲା। ଏହା ସମସ୍ତେ ଜନତା ଶୁଣିଛନ୍ତି ସମାପ୍ତ ହେଲା ବୋଲି। ମୋର ପ୍ରିୟମାନେ, କାରଣ ଏହା ଜଗତ ଜାଣିବା ଦରକାର ଯୀଶୁ ଖ୍ରୀଷ୍ଟ କଣ ସମାପ୍ତ କରିଛନ୍ତି, ଯୀଶୁ ଖ୍ରୀଷ୍ଟ କଣ ଶେଷ କରିଛନ୍ତି। ହଁ ମୋ ପ୍ରିୟମାନେ, ପାପ କ୍ଷମା ଉଦ୍ଦେଶ୍ୟରେ ଯୋଉ ବଳିଦାନ ଆବଶ୍ୟକ ଥିଲା ତାହା ଶେଷ କରିଛନ୍ତି। ଆଉ ଇସ୍ରାଏଲ ଲୋକମାନେ ଯେପରି ବର୍ଷକୁ ବର୍ଷ ବଳିଦାନ କରୁଥିଲେ, ଆଉ ସେ ବଳିଦାନ ଆବଶ୍ୟକ ନାହିଁ। କେବଳ ଆଜି ଯୀଶୁ ଖ୍ରୀଷ୍ଟ ନିଜକୁ ସମାପ୍ତ କରି ସମ୍ପୂର୍ଣ୍ଣ ସମର୍ପଣ କରି ପିତାଙ୍କ ନିକଟରେ ଆଜି ପ୍ରଭୁ ଆଜି ଆମମାନଙ୍କୁ ସେଇ ସମର୍ପଣ ଜୀବନ ସେ ଚାହାନ୍ତି। ତେଣୁ ମୋର ପ୍ରିୟମାନେ, এই କାର୍ଯ୍ୟ ସମାପ୍ତ କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜକୁ ଏତେ ନ୍ୟୁନ କରିଛନ୍ତି, ଏତେ ଅବନତ କରିଛନ୍ତି। ହଁ ପ୍ରିୟମାନେ, ବାକ୍ୟ ଲେଖାଯାଇଛି
କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ସେ ନିଜକୁ ଅବନତ କଲେ ବୋଲି ଲେଖାଛି। କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଏହି କାର୍ଯ୍ୟ ସମାପ୍ତ ହେବାର ଆବଶ୍ୟକତା ଥିଲା, ଶେଷ ହେବାର ଆବଶ୍ୟକତା ଥିଲା। ଏଣୁ ସେ କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ସେ ନିଜକୁ ଅବନତ କଲେ। ସେ ଈଶ୍ୱର ରୂପୀ ହେଲେ ହିଁ ମନୁଷ୍ୟ ହେଲେ, ମନୁଷ୍ୟର ସେ ଦାସ ହେଲେ, ଦାସର ନିଜକୁ ଅବନତ କଲେ କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ। ଏହା ସାଧାରଣ ବିଷୟ ନଥିଲା ମୋର ପ୍ରିୟ ମାନେ। ପ୍ରଭୁ ଆପଣ ପାଇଁ, ମୋ ପାଇଁ, ସମଗ୍ର ଜଗତ ନିମନ୍ତେ ଯୋଉ କାର୍ଯ୍ୟ ସମାପ୍ତ ଆବଶ୍ୟକ ଥିଲା, ଏହା କୌଣସି ଜଗତରେ କୌଣସି ଏହି କାର୍ଯ୍ୟ କରିପାରିବେ ନାହିଁ କି କରିପାରି ନଥିବା ଲୋକ କେହି ନାହାନ୍ତି। ଅନେକ ଲୋକ ଆସୁଛନ୍ତି ରାଜା ସିଂହାସନ ବସିବା ପାଇଁ, ଅନେକ ନିଜେ ସେବା କରିବା ପାଇଁ ଆସିଲେ, କିନ୍ତୁ ଯୀଶୁ ଖ୍ରୀଷ୍ଟ କାରଣ ଆପଣ ମୋ ପାଇଁ ଯୋଉ ସେବା କରିବା ପାଇଁ ଆସିଥିଲେ, ତାହା ନିଜ ରକ୍ତ ଦେଇ ବଳିଦାନ କରି ସେ ସେବା କରିବା ପାଇଁ ଆସିଥିଲେ। ଏହିପରି ବ୍ୟକ୍ତି କୌଣସି ଜଗତରେ ନାହାନ୍ତି। ଯୀଶୁ ଗୋଟେ କହିଲେ, ମୁଁ ସେବା ପାଇବା ପାଇଁ ଆସି ନାହିଁ, ସେବା କରିବା ପାଇଁ, ନିଜର ପ୍ରାଣ ଦାନ କରି ମୁଁ ସେବା କରିବା ପାଇଁ ଆସି। ସବୁ ହୁଏତ ଅନେକ ଜାଗତ କିଶୋର ଲୋକେ ଯାହାକୁ ସେବା କରିଥାନ୍ତି, କିନ୍ତୁ ନିଜର ପ୍ରାଣ ଦେଇ କେହି ସେବା କରି ପାରିବେ ନାହିଁ। କିନ୍ତୁ ଯୀଶୁ ଖ୍ରୀଷ୍ଟ ନିଜ ପ୍ରାଣ ଦାନ କରି ଆମମାନଙ୍କ ନିମନ୍ତେ ଯୋଉ କାର୍ଯ୍ୟ, ପରିତ୍ରାଣ କାର୍ଯ୍ୟ, ଯୋଉ ମୁକ୍ତିର କାର୍ଯ୍ୟ, ଅଭିଶାପରୁ ମୁକ୍ତି, ଅନେକ ପାପରୁ ମୁକ୍ତି ଯୋଉ କାର୍ଯ୍ୟ କରିଛନ୍ତି, ତାହା এই ଖ୍ରୀଷ୍ଟ ଉପରେ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ସମାପ୍ତ ହେଲା। ସମାପ୍ତ ହେଲା। ଚିର ଦିନ ପାଇଁ, ଚିର କାଳ ପାଇଁ ଯୋଉ କ୍ରୁଶାନ୍ବିତ ହୋଇଛନ୍ତି, ବଳିଦାନ କରିଛନ୍ତି, ତାହା ସମାପ୍ତ ହେଲା ବୋଲି ପ୍ରକାଶ କରିଛନ୍ତି। ମୋର ପ୍ରିୟମାନେ, ଏହି ଆମେ ଦେଖିପାରୁଛୁ ସେଇ ଦିନାବଧି ଆମେ ଯାହାକି ଆମେ ଦେଖିପାରୁଛୁ। ପୁନର୍ବାର ଆମେ ପଢିବା ତାର ଆମେ 10-14 ପଦ କିଏ ସାହାଯ୍ୟ କରନ୍ତୁ, ପଢନ୍ତୁ। କାରଣ କେବଳ ଏକ ବଳିର ଉତ୍ସବ ଦ୍ୱାରା ସେ ପବିତ୍ରୀକୃତ ହେଉଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି। ସିଦ୍ଧ କରିମାନେ ଦେଖନ୍ତୁ, କାରଣ ଏ କେବଳ ଏକ ବଳିର, ଆଉ ଅନ୍ୟ ଦ୍ୱିତୀୟ ବଳି ନାହିଁ, ତୃତୀୟ ନାହିଁ, ଚତୁର୍ଥ ନାହିଁ। ଥିଲା ଯୀଶୁ ଖ୍ରୀଷ୍ଟଙ୍କ ପୂର୍ବରୁ ପୁରାତନ ନିୟମ ଇସ୍ରାଏଲ ମାନଙ୍କ ଥିବା କେତେଟା ବଳି ହିସାବ ନଥିଲା, ବର୍ଷକୁ ବର୍ଷ ବଳି ଥିଲା। କିନ୍ତୁ ବର୍ତ୍ତମାନ ଯୋଉ କାର୍ଯ୍ୟ ଆମକୁ ଆବଶ୍ୟକ ଥିଲା, ଆବଶ୍ୟକ ଥିଲା, ସେ କେବଳ ଏକ ବଳି ଉତ୍ସର୍ଗ ଦ୍ୱାରା ସେ ପବିତ୍ରକୃତ ହେଉଥିବା ଲୋକମାନଙ୍କୁ ଚିର କାଳ ପାଇଁ ସିଦ୍ଧ କରିଅଛନ୍ତି। ଯେଉଁମାନେ ଯୀଶୁ ଖ୍ରୀଷ୍ଟକୁ ବିଶ୍ୱାସ କରି ଗ୍ରହଣ କରିଛନ୍ତି, ସେମାନେ ପବିତ୍ରକୃତ ହେବା ପାଇଁ ସେ ଚିର କାଳ ପାଇଁ ଆଉ ସିଦ୍ଧ କରି ଚିର କାଳ ପାଇଁ ସେମାନଙ୍କୁ ସିଦ୍ଧ ଆମେ ଗ୍ରହଣ କରିବା ବିଶ୍ୱାସ ଦ୍ୱାରା ଆମେ ଚିର କାଳ ପାଇଁ ଆମେ ସିଦ୍ଧ ହେଉଛୁ। ମୋର ପ୍ରିୟମାନେ, ଯଦି ଆମେ ପଦ ଆମେ ଦେଖିପାରୁଛୁ, ଆଉ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କୁ ସାକ୍ଷ୍ୟ ଦିଅନ୍ତି। କାରଣ ପ୍ରଭୁ ଏହି କଥା କହନ୍ତି, ସେହି ସମୟ ଭିତରେ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି ଆମ୍ଭେ ସେମାନଙ୍କ ହୃଦୟରେ ଆପଣା ବ୍ୟବସ୍ଥା ଦେବା, ପୁଣି ସେମାନଙ୍କ ମନରେ ସେହି ସବୁ ଲେଖିବା। ଏହା କହିଲା ଉତ୍ତାରେ ସେ କହନ୍ତି, ମୋର ପ୍ରିୟମାନେ, ଯୋଉ ପୁରାତନ ଯୋଉ ବ୍ୟବସ୍ଥା ଥିଲା, ସେ ପୁରାତନ ବ୍ୟବସ୍ଥା ସବୁ ନେଇ ପ୍ରଭୁ ଆଉ ନୂତନ ବ୍ୟବସ୍ଥା ଥିଲେ। ଯୀଶୁ ଖ୍ରୀଷ୍ଟଙ୍କ କାଲବରୀ କ୍ରୁଶରେ ହତ ହେବା ଦ୍ୱାରା ଆଉ ନୂତନ ବ୍ୟବସ୍ଥା ଥିଲା। ତାହା କି ବ୍ୟବସ୍ଥା ଥିଲା? ମୋର ପ୍ରିୟମାନେ, ବ୍ୟବସ୍ଥା ପ୍ରେମର ବ୍ୟବସ୍ଥା ଦେଇଛନ୍ତି, ଉଦ୍ଧାର କାର୍ଯ୍ୟର ବ୍ୟବସ୍ଥା, ଯାହାକି ଅତି ସହଜର ବ୍ୟବସ୍ଥା ଦେଲେ। କାରଣ ଯାହାକି ଅନେକ 403 ତା ବ୍ୟବସ୍ଥା ଯୋଉ ଥିଲା, ତାହା ପ୍ରଭୁ ସମାପ୍ତ କରିଛନ୍ତି। ପ୍ରେମର ବ୍ୟବସ୍ଥା ଦେଲା। ସେ ପ୍ରେମର ବ୍ୟବସ୍ଥା କଣ? ଆମେ 16 ପଦ ଆମେ ଦେଖିପାରୁଛୁ, ପଢନ୍ତୁ। 16 ପଦ, 17 ପଦ, 17 ପଦ। ସେମାନଙ୍କ ପାପ ଓ ସେମାନଙ୍କର ଅପରାଧ ସବୁ ଆମେ ଆଉ ସ୍ମରଣ କରିବା ନାହିଁ। ଦେଖ ମୋର ପ୍ରିୟମାନେ,
ଏହି ବ୍ୟବସ୍ଥା। ଆଉ ଯୋଉ ଆମ ପାପ ଥିଲା, ଯୋଉ ଆମଙ୍କ ଅପରାଧ ଥିଲା, ଆଉ ପ୍ରଭୁ ସ୍ମରଣ କରୁନାହାନ୍ତି, ସବୁ ତାହା ଭୁଲି ଯାଇଛନ୍ତି। ଯିଏ ଯେତେ, କିନ୍ତୁ ପ୍ରଭୁ ଗୋଟେ ତାହା ହଉଛି ତାଙ୍କର ନୂତନ ବ୍ୟବସ୍ଥା ଦେଲା। ମୋର ପ୍ରିୟ ମାନେ, ଆଜି ଯେତେ ଯାହା ଆମ ଜୀବନରେ ଯାହା ଆମେ ଭୁଲ କରିଥାଉ, ଯାହା ଆମମାନଙ୍କୁ ଯାହାକି ଭୁଲରେ ଥିଲୁ, ଯଦି ଆମେ ଥରେ ଯୀଶୁ ଖ୍ରୀଷ୍ଟଙ୍କର ଚିରକାଳ ପାଇଁ ଯୋଉ ରକ୍ତ ବଳିଦାନ କରିଛନ୍ତି, ସେ ରକ୍ତ ତଳେ ଯଦି ଆମେ ଆସିଅଛୁ, ପ୍ରଭୁ ଆମକୁ ଚିରକାଳ ପାଇଁ ମଧ୍ୟ ଆମର ପାପ ଦୂର କରେ। ଆଉ ଆମଙ୍କ ପାପ ସ୍ମରଣ କରୁନାହାନ୍ତି, କେତେ ଆମଙ୍କ ପାପ ଅପରାଧ ଦୂର କରେ ଆପଣ ଜାଣିଛନ୍ତି? ମୋର ପ୍ରିୟ ମାନେ, ପୂର୍ବରୁ ପଶ୍ଚିମ ଯେତେ ଦୂର ସେତେ ଦୂର ତାହା କହିଛନ୍ତି, ତାହା କିଏ ଗଣନା କରି ନପାରେ। ଏଣୁ ଏହା ହଉଛି ସମାଜର ବ୍ୟବସ୍ଥା କାର୍ଯ୍ୟ ପ୍ରଭୁ କରିଛନ୍ତି। ନୂତନ ବ୍ୟବସ୍ଥା, ପ୍ରେମର ବ୍ୟବସ୍ଥା ଦେଲେ, ଦୟାର ବ୍ୟବସ୍ଥା ଦେଲା। ଆମେ ସଦୟ ହେବା, ଆମେ ଆଉ ପ୍ରଭୁ ଆମକୁ ସଦା ସର୍ବଦା ଦୟା କରିବେ। ଯଦି ଆମେ ସେଇ ପ୍ୟାକେଜ ପାଇଛୁ, ଯୀଶୁଙ୍କ ଠାରେ ଆମେ ଗ୍ରହଣ କରୁଛୁ, ଯୀଶୁକୁ ଆମେ ବିଶ୍ୱାସ କରୁଛୁ, ପ୍ରଭୁ ଯୀଶୁ ମୋ ପାପ ନିମନ୍ତେ, ମୋ ଅପରାଧ ନିମନ୍ତେ ସମର୍ପିତ ହେଇଛନ୍ତି, କ୍ରୁଶରେ ଟଙ୍ଗା ଯାଇଛନ୍ତି, ରକ୍ତରେ ବଳିଦାନ କରିଛନ୍ତି। ଏହା ଯଦି ଆମେ ହୃଦୟରେ ବିଶ୍ୱାସ କରୁଛୁ, ମୁଖରେ ଆମେ ସ୍ୱୀକାର କରୁଛୁ, ପ୍ରଭୁ ଚିରକାଳ ପାଇଁ ଆମକୁ ଶୁଦ୍ଧ କରିଛନ୍ତି। ତାହା ପ୍ରଭୁ ଯୀଶୁଙ୍କ ଏକ ବଳିରେ ଉତ୍ସର୍ଗ କରିବା ସେ ସମସ୍ତ ବିଷୟ ସମାପ୍ତ କରିଛନ୍ତି। ଆଉ ବଳିଦାନ ନୁହେଁ, ଏହା ଶେଷ ହେଇଛି ବଳିଦାନ। ମୋର ପ୍ରିୟ ମାନେ, ହଉଛି ପ୍ରଭୁ ଯୀଶୁଙ୍କ ସମାପ୍ତ। ତେଣୁ ମୋର ପ୍ରିୟ ମାନେ, ଆଜି ପ୍ରଭୁ ଆଜି ଆମମାନଙ୍କୁ ଅତି ପ୍ରାଞ୍ଜଳ ଭାବରେ ଏହା ଆମେ ଯୀଶୁ ଖ୍ରୀଷ୍ଟଙ୍କ ସମାପ୍ତ କରିଛନ୍ତି। ମୋର ପ୍ରିୟ ମାନେ, ଆମେ ଦେଖିପାରୁଛୁ ଯୀଶୁ ତାଙ୍କ ରକ୍ତ ଘିନି ପିତାଙ୍କ ନିକଟରେ ସେ ଦେଖାଇ ଦେଇଛନ୍ତି, ପିତା ଦେଖ, ତୁମେ ମତେ ପଠେଇଥିଲ ଏଇ ରକ୍ତ ବୋଲି ସେ ପିତାଙ୍କ ନିକଟରେ ଉପସ୍ଥାପନ କରୁଛନ୍ତି। ଜଗତର ପାପର ରକ୍ତ ମୁଁ ବଳିଦାନ କରିଛି ବୋଲି। ତେଣୁ ମୋର ପ୍ରିୟ ମାନେ, ଅନେକ ଏ ବିଷୟ ଆମେ ଦେଖିବା। ଯଦି ସେ ମହାପବିତ୍ର ସ୍ଥାନକୁ ନେଇ ପ୍ରଭୁ ଯୀଶୁ ସେ ରକ୍ତ ପିତାଙ୍କ ନିକଟକୁ ସେ ନେଇଛନ୍ତି। ଦେଖନ୍ତୁ, ଯଦି ସେ 20 ପଦ, କାରଣ ଯୋଉ ଆମର ପଥ ଥିଲା ପୁରାତନ ପଥ, ତ ଆମ ନୂତନ ପଥ ରକ୍ତ ଦ୍ଵାରା ଆମେ ପବିତ୍ର ହେବା ଦ୍ଵାରା ନୂତନ ପଥ ଦେବା ସହିତ ଯୀଶୁ ଖ୍ରୀଷ୍ଟ ଯୋଉ ଆମମାନଙ୍କ ନିମନ୍ତେ ସେ ନିଜ ପିତାଙ୍କ ନିକଟରେ ରକ୍ତ ଦେଇ ସେ ଦେଖାଇ ଦେଇଛନ୍ତି। ପରନ୍ତୁ ସେଇ ପଥରେ ଯୀଶୁଙ୍କ ରକ୍ତ ଦ୍ଵାରା ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ନିମନ୍ତେ ଆମ ମାନଙ୍କର ସାହାଯ୍ୟ ଥିବାରୁ ପୁଣି ଈଶ୍ୱରଙ୍କର ଗ୍ରହ ଉପରେ ନିଯୁକ୍ତ ଆମ ମାନଙ୍କର ଜଣେ ମହାନ ଯାଜକ ଥିବାରୁ ଆମେମାନେ ହୃଦୟ ପ୍ରକ୍ଷାଳନ ଦ୍ଵାରା କଳୁଷିତ ବିବେକରୁ ଶୁଚୀକୃତ ଓ ନିର୍ମଳ ଜଳରେ ଭେଦ ଶରୀର ହୋଇ ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ୱାସରେ ଈଶ୍ୱରଙ୍କର ନିକଟବର୍ତ୍ତୀ ଦେଖାଇବା ଦ୍ୱାରା ଆଜି ଆମକୁ ନୂତନ ପଥ ଦେଲେ। ଆଜି ଯୋଉ ପ୍ୟାକେଜ ଆମେ ପାଇଛୁ, ସେ ପ୍ୟାକେଜ ଆମେ ଗ୍ରହଣ କରୁଛୁ। ଏଣୁ ପାପ କରିବା ପାଇଁ ନୁହେଁ, ଅଧର୍ମ କରିବା ନୁହେଁ, ଆମଙ୍କ ହୃଦୟ ସରଳ ଏବଂ ନିର୍ମଳ ଯେ ପ୍ରଭୁ କରିଛନ୍ତି, ଏଇ ନିର୍ମଳ ସରଳ ହୃଦୟରେ ଚାଲିବା ପାଇଁ ପ୍ରଭୁ ଆମଙ୍କ ପାଇଁ ଚିରକାଳ ପାଇଁ ସେ ବଳିଦାନ ଦ୍ଵାରା ସମାପ୍ତ କରିଛନ୍ତି। ଏହା ଯଦି ଆମେ ସତ୍ୟ ଜାଣିଲା ପରେ ଅନେକ ଆମେ ଦେଖିପାରୁଛୁ ଯେ ଏହା ଯଦି ଆମେ ସତ୍ୟ ଜାଣିଲା ପରେ ଯଦି ଆମମାନେ ଏହିପରି କାର୍ଯ୍ୟ କରିବା, ତେବେ ଆମମାନଙ୍କ ପାଇଁ ଆଉ ଅନନ୍ତ ଅଗ୍ନି ଅଛି ବୋଲି ଲେଖାଛି। ସେ 26 ପଦ ଟିକେ ପଢନ୍ତୁ। 26 ପଦ, ଆମେ ସତ୍ୟ ଜାଣିଛୁ, ପ୍ରଭୁ ଆମ ପାଇଁ ସମାପ୍ତ କରିଛନ୍ତି, ଆଉ ଆମର କର୍ତ୍ତବ୍ୟ କଣ ପ୍ରଭୁ ଆମକୁ ଗୋଟେ ସୂଚନା ଦେଇଛନ୍ତି। କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ଶ୍ରଦ୍ଧାପୂର୍ବକ ପାପ କରୁଥାଉ, ତେବେ ପାପ ସେତେବେଳେ
ଆଉ ଅବଶିଷ୍ଟ ନଥାଏ। ମୋର ପ୍ରିୟ ମାନେ ପାପାତ୍ମକ ବଳି ଆଉ ନୁହେଁ ଯାହାକି ପ୍ରଭୁ ସମାପ୍ତ ହେଲା। ଯୋଉ ପୁରାତନ ନିୟମରେ ବର୍ଷକୁ ବର୍ଷ ପାପାତ୍ମକ ବଳି ହେଉଥିଲା ଆଉ ସେ ବଳି ନାହିଁ, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଚିରକାଳ ପାଇଁ ସେ ଗୋଟେ ଏକ ବଳିରେ ଉତ୍ସର୍ଗ କରିବା ଦ୍ୱାରା ସେ ସମସ୍ତ କାର୍ଯ୍ୟ ସମାପ୍ତ କରିଛନ୍ତି। କୋଉ କାର୍ଯ୍ୟ? ପାପ କ୍ଷମାରେ, ଯୋଉ କାମ ଅଭିଶାପର ମୂଲ୍ୟ ଦେଲେ, କୋଉ କାର୍ଯ୍ୟ ଆମ ଉଦ୍ଧାର କାର୍ଯ୍ୟ ସେ ସମାପ୍ତ କରିଛନ୍ତି। ତେଣୁ ଯଦି ଆମେ ଏହା ସତ୍ୟ ଜାଣିଲା ପରେ ଆମେ ବାକ୍ୟ ଶୁଣିଲୁ, ଗ୍ରହଣ କଲୁ, ବିଶ୍ୱାସ କଲୁ, କିନ୍ତୁ ଏହା ଜାଣିଲା ପରେ କାରଣ ଆମେ ସତ୍ୟ ଜ୍ଞାତ ହେଲା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ମାନେ ମନ ଇଚ୍ଛା ନିର୍ଭୟରେ ଆମେ ଯଦି ପାପ କରିବା, ତ ମୁଁ ଜାଣିନି ଅନେକ ଲୋକେ ପାପ କଲେ ବି ଚଳିବ ଯୋଉ ପ୍ରକାଶ କରନ୍ତି, ମୁଁ ଜାଣିନି ସେ ବିଷୟରେ କହୁଛନ୍ତି ନା। ମୋର ପ୍ରିୟ ମାନେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆଜି ଆମମାନଙ୍କୁ ସୂଚି ପବିତ୍ର କରି ସାରିଛନ୍ତି। ଏହାକୁ ଆମେ ବିଶ୍ୱାସ କରୁଛୁ, ଗ୍ରହଣ କରୁଛୁ। ଆମେ ଆଉ ସ୍ୱେଚ୍ଛାପୂର୍ବକ ଆମେ ପାପ କରିପାରିବା ନାହିଁ। କାରଣ ଯଦି ଆମେ ଏହା ଜାଣି ସତ୍ୟ ଜ୍ଞାନକୁ ଆମେ କରିଥାଉ, ତେବେ ଆଉ କୌଣସି ପାପାତ୍ମକ ବଳି ଆଉ ଅବଶିଷ୍ଟ ନଥାଏ। କାରଣ ପ୍ରଭୁ ଏହି କାର୍ଯ୍ୟ ସମାପ୍ତ କରିଛନ୍ତି। ଆଉ କଣ ଅବଶିଷ୍ଟ ନାହିଁ ଥିଲା? ପୁରାତନ ନିୟମରେ ଏହା ଥିଲା, କିନ୍ତୁ ଯୀଶୁଖ୍ରୀଷ୍ଟ ଚିରକାଳ ପାଇଁ ବଳିକୁ କହିଛନ୍ତି ଆଉ କୌଣସି ପାପାତ୍ମକ ବଳି ନାହିଁ। ଯଦି ଆମେ ଆଜି ପ୍ରଭୁ ଆମକୁ ସେ ପେଟେ ଦେଇଛନ୍ତି, ଏହା ଜାଣିଲା ପରେ ଆମେ କିପରି ରହିବାକୁ ପଡିବ ଏହି ସ୍ଥାନରେ ଏହା କହିଛନ୍ତି। ବରଂ ବିଚାର ଏକ ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷ ମାନଙ୍କୁ ବିନାଶକାରୀ ଅଗ୍ନି ପ୍ରଚଣ୍ଡତା ଅବଶିଷ୍ଟ ଥାଏ। ଆମେ ମୋର ପ୍ରିୟ ମାନେ ଯୋଉ ପରମେଶ୍ୱରଙ୍କ ବିପକ୍ଷ ଗଣ ଶତ୍ରୁ ମାନେ ଯେଉଁମାନଙ୍କ ପାଇଁ ଯାହା ଅବଶିଷ୍ଟ ରଖାଯାଇଛି ଅଗ୍ନି କୁଣ୍ଡ, ସେଇ ସ୍ଥାନରେ ଆମେ ନହେଲେ ପଡିପାରୁ। ତେଣୁ ମୋର ପ୍ରିୟ ମାନେ ପ୍ରଭୁ ଆଜି ଆମମାନଙ୍କୁ ଯୋଉ କାର୍ଯ୍ୟ ସମାପ୍ତ କରିଛନ୍ତି ଚିରକାଳ ପାଇଁ, ପାପ ଉଦ୍ଧାର କାର୍ଯ୍ୟ, ଅନନ୍ତ ଜୀବନର କାର୍ଯ୍ୟ, ନିଜର ସନ୍ତାନ ଅଧିକାର କାର୍ଯ୍ୟ ସବୁ କାର୍ଯ୍ୟ କରିଛନ୍ତି। ତେଣୁ ସେଟା ଚିରକାଳ ପାଇଁ ପ୍ରଭୁ ଦେଇଛନ୍ତି। ତେଣୁ ଆମେ ଯେପରି ତାହା ବଜାୟ ରଖିବା ଆମେ ଉତ୍ତମ କାର୍ଯ୍ୟରେ ଆମେ ପ୍ରଭୁଙ୍କ ଠାରେ ସମର୍ପଣ ଜୀବନ କାଟିବା। ଏହା ଆମେ ଆମଙ୍କର ଯୀଶୁଖ୍ରୀଷ୍ଟଙ୍କର ରକ୍ତ ବଳିଦାନର ଚିର ଉପକୃତ ହେଇପାରିବା। ଆମମାନଙ୍କ ଜୀବନରେ ପ୍ରଭୁ ଯୋଉ କଥା କହିଲେ ଯେ ଅମୃତ ପାନ କରା ପରେ ଠିକ ତଥା ଅମୃତ ପାନ କରା ପରେ ସେ ପ୍ରକାଶ କଲେ ସମାପ୍ତ ଜାଣିପାରି କଣ ସମାପ୍ତ କଲେ? ମୋର ପ୍ରିୟ ମାନେ ଯୀଶୁଖ୍ରୀଷ୍ଟଙ୍କ କାର୍ଯ୍ୟ ବର୍ତ୍ତମାନ ସରିଯାଇଛି। এই କାର୍ଯ୍ୟ ଦେଖି ସେ ଗଲେ, ପେଟର ଦେଖି ଗଲେ, ଦିନେ ସେ ରାଜା ମାନଙ୍କ ରାଜା ପ୍ରଭୁ ମାନଙ୍କର ପ୍ରଭୁ ହେଇକି ସେ ଆସୁଅଛନ୍ତି। ମୁଁ ମୋର ଲୋକମାନଙ୍କୁ ପ୍ୟାକେଜ ଦେଇଛି, ସେ ପ୍ୟାକେଜ କୁ ସେମାନେ କିପରି ବ୍ୟବହାର କରିଛନ୍ତି, ଯେ ପ୍ୟାକେଜ କୁ ସେମାନେ କିପରି ସଜାଇ ରଖୁଛନ୍ତି, ଜାଗ୍ରତ ରଖିଛନ୍ତି, ତାହା ପ୍ରଭୁ ଦିନେ ରାଜା ମାନଙ୍କ ରାଜା ହେଇ ଆସିବେ। ପରମେଶ୍ୱର ପ୍ରଥମେ, କାରଣ ବର୍ତ୍ତମାନ ଆମେ ଏହି ରକ୍ତ ଦ୍ଵାରା ଆମେ ଚିରକାଳ ପାଇଁ ସିଦ୍ଧ ଲୋକମାନେ ଈଶ୍ୱରଙ୍କ ଆମେ କଣ ଆମେ କନ୍ୟା ହେଇଅଛୁ। ମନ୍ଦ ଗୋଟେ କନ୍ୟା, ପ୍ରତ୍ୟେକ ବିଶ୍ୱାସୀ ଗୋଟେ କନ୍ୟା ହେଇକରି, କାରଣ ଦିନ ଆସୁଛି ସମୟ ନାହିଁ ସେ ମଧ୍ୟ ଆକାଶକୁ ଆସିବେ। ପ୍ରଥମେ ସେ ଦ୍ୱିତ ପର୍ବତକୁ ଆସିବେ ନାହିଁ, ମଧ୍ୟ ଆକାଶକୁ ଆସିବେ। ସେ ବଡ ରୂପରେ ବଡ ଦେଶରେ ସେଟା ଥିବେ। ଆମେ ତୁରୀ ବାଜିବ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କ ବିଶ୍ୱାସ କରିଛନ୍ତି, ଗ୍ରହଣ କରିଛନ୍ତି ଏଇ ରକ୍ତକୁ ଯୀଶୁଖ୍ରୀଷ୍ଟ, ସେମାନେ ମରିଥିଲେ ମଧ୍ୟ ଉଠିକରି ରୂପାନ୍ତରିତ ହେଇକରି ସେମାନେ ତୁରୀ ବାଜିବ, ତୁରୀ ଶବ୍ଦ ଶୁଣି ମଧ୍ୟ ଆକାଶକୁ ଯିବେ। ଆଉ ଯେଉଁମାନେ ବିଶ୍ୱାସ କରି ଏହିପରି ଶରୀର ମଧ୍ୟରେ ଆମେ ଅଛୁ, ଆମେ ରୂପାନ୍ତର ହେଇକି ସେଇ ସ୍ଥାନକୁ 7 ବର୍ଷ ମୋର ପ୍ରିୟ ମାନେ ମହାଭୋଜ ହବ, ଆନନ୍ଦିତ। ଆଉ ସେଥିରେ କ୍ଲେଶ ନଥିବ, ଦୁଃଖ ନଥିବ, ତାଳନା ନଥିବ, ରୋଗ ନଥିବ, ବ୍ୟାଧି ନଥିବ, କିଛି ନଥିବ। କାରଣ ପ୍ରଭୁ ଏହା ଚିରକାଳ ପାଇଁ ସମାପ୍ତ କରିଛନ୍ତି। ତେଣୁ ଆସୁ ଆମମାନଙ୍କ ଜୀବନରେ ପ୍ରଭୁ ସଦୟ ହେଇଛନ୍ତି, ନୂତନ ଆଜ୍ଞା ଦେଲେ, ପ୍ରେମର ଆଜ୍ଞା ଦେଇଛନ୍ତି। ଆଉ କୌଣସି ବ୍ୟବସ୍ଥାର ଆଜ୍ଞା ଆଉ କୌଣସି ନାହିଁ, ବ୍ୟବସ୍ଥାର ଅଭିଶାପ ନାହିଁ, ଆମର କିଛି ନାହିଁ।
केवल प्रभु को जो अनुग्रह को आम बजाय रखा निजक आम समर्पण करवा निश्चय प्रभु आज आम चिरकाल जो आपण मो कार्य कर समर्थ कर केवल आम ग्रहण कर आम सरल भाव निर्मल भाव आम जगत जीवन यापन करवा आम कर्तव्य प्रभु छोट समस्त को आशीर्वाद करंतु।